ମୋ ବାପ ଘରେ ସବୁ କେତେ ଖୁସି ହଉଛନ୍ତି ଜାଣିଛ ନା, ସୁନା ମୁଣ୍ଡା ଜମିଟା ପାଇଛେ, ଏମିତିଆ ଜମି ଭାଗ୍ୟରେ ଥିଲେ ମିଳେ। କବିରପୁର ପାଖରୁ ଆରମ୍ଭ କରିକି ଅଞ୍ଜି, ଅନ୍ତପୁର, ଗୋପାଳପୁର, ସୁର ପର୍ଯ୍ୟନ୍ତ ଏ ଏରିଆରେ କାହାରି ଜମି ଏମିତି ଥିବେନି। କାହା କଥା କହୁଛନ୍ତି? ଏଇ ତୁମ କଥା, ତୁମେ ମୁଁ ବାପ ଘରକୁ ହଁ ତୁମେ ସକାଳୁ ଉଠିକି କୁଆଡେ ବୁଢୀ ମା ଦୁଗୁଟା ଜାଣିଲେ ଦୁଗୁଟା ଖାଇଲ। ହଁ ସେ କଥା ମୋ ବୁଢୀ ମା କହିଲା, ଏତେ ମୋଟା ଲୋକ ଟିକେ ବି ଗର୍ବ ଅହଙ୍କାର ନାହିଁ ମନରେ, ଗୁଟୁକା ଖାଉଥିବା ଲୋକ ଦୁଗୁଟା ଖାଇଦଉଛି। ତୁମେ ବୁଢା ବାପା ପକେଟରୁ ଗୋଟେ ବିଡି ନେଇକି ଯାଇଲ ପାଇଖାନା, ସମସ୍ତେ ଦେଖିଲେ। ସମସ୍ତଙ୍କ ମୁହଁରେ ନା, ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା। ମୋ ମା କହୁଲା ମତେ ଫୁଣିଲେ, ତୁମର ଯାର କିଛି ନାହିଁ, ଯେକୌଣସି ମଦ ଦେଲେ ପିଇ ଦିଅ, ନିରାମିଷ ଆଇଁଷ ଯାହା ଦେଲେ ଖାଇଦିଅ। ମୋ ଭିଣେଇ ଆସିବ ମୋ ବାପ ଘରକୁ, ଲୋ ବାବା ମତେ ଚିକେନ ମଟନ ନହେଲେ ଜିମିନି, ବିଅର ଆଣିକି ରଖିଥିବ, ଶୁକୁଟାଟେ ହେଇଛି ତାର ବାବା ଖାତିର ଦେଖିବ। ଥରେ ଚିକେନ ଖାଇଦେଇଲା, ଗୁଟୁକା ସରିଲା ମାନେ କହିଲା ଗୁଟୁକା ଦିଅ। ବୁଢୀ ମା କହିଲେ ଗୁଟୁକା ନାହିଁ, ଜଇଁ ପୁଅ ତୁମେ ଦୁଗୁଟା ଟିକେ ପାଟିରେ ପକେଇ ଦିଅ। ବାବା ଚେୟାର ଉପରେ ଗୁଡ ପକେଇ ଦେଇକି ବସିଗଲା। ମୁଁ ଘରର ବଡ ଜଇଁ, ମୁଁ ଗୁଟୁକା ଖାଇବିନି, ଦୁଗୁଟା ଖାଇମି, ମୋର ଇଜ୍ଜତ କିଛି ନାହିଁ। କିସ ଦେଖିବ ବାବା, ସମସ୍ତେ ପୁରା କହୁଛନ୍ତି ଆମ ଘରେ କେତେ ସମ୍ବାଦ ବାର୍ତ୍ତା କରିକି ଗୋଟେ ସୁନା ମୁଣ୍ଡା ଭଳିଆ ସାନ ଜଇଁ ପାଇଛ।